ମୁଁ ଯେଉଁ ବଗିଚାରେ ଠିଆ ହେଇଛି ତାହା ଏକ ମୋ ପଛରେ ଦେଖାଯାଉଥିବାର ସାଧାରଣ ଜିନିଷ ବି ନୁହେଁ କି ଅସାଧାରଣ ଜିନିଷ ବି ନୁହେଁ। ତେବେ ଚାଲନ୍ତୁ ଜାଣିବା ପାଇଁ ଆମେ ଭିଡ଼ିଓଟି ଆରମ୍ଭ କରିବା। ନମସ୍କାର ଦର୍ଶକ ବନ୍ଧୁ, ମୋର ଏକ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ ଦେଖୁଛନ୍ତି, ମୁଁ ବର୍ତ୍ତମାନ ପହଞ୍ଚି ଆସିଛି ଆମ ରୁରାଲ ଏରିଆରେ ଚାଷ ହେଉଥିବା ଡାଲି ଜାତୀୟ ପଦାର୍ଥ ବଗିଚାକୁ। ଇଏ ହେଉଛି ସେହି ବଗିଚା ବାଡ଼ ଯାହାକି ହରଡ଼ ଡାଲିର ବଗିଚା। ତ ସାଙ୍ଗମାନେ, ଯଦି ଆପଣମାନଙ୍କ ବାରି ବାଡ଼ ଅଛି ବା ଘର ପାଖରେ କିଛି ଜାଗା ଅଛି, ତେବେ ଏହି ଡାଲି ଜାତୀୟ ଚାଷ କରି ଆପଣମାନେ ବଜାରକୁ ସପ୍ଲାଏ ନ କରନ୍ତୁ, କିନ୍ତୁ ଆପଣମାନେ ନିଜେ ଖାଇବା ପାଇଁ, ନିଜ ପରିବାର ୟୁଜ୍ କରିବା ପାଇଁ ଆପଣମାନେ ପାଇପାରିବେ। ଦେଖୁଛନ୍ତି ମୋ ପଛପଟେ ଯାହା ବି ଦେଖାଯାଉଛି ସେଇଟା ପ୍ରବଳ ମାତ୍ରାରେ ଫଳିଛି। ତେଣୁ ଆମ ରୁରାଲ ଏରିଆରେ ବା ଗାଉଁଳି ଅଞ୍ଚଳ ଗୁଡ଼ାକରେ ଏଗୁଡ଼ାକ ପ୍ରାୟତଃ ଚାଷ କରନ୍ତି। ଆଉ ଏହି ଚାଷ ଗଞ୍ଜାମ, ଗଜପତି, କନ୍ଧମାଳ ଆଉ ରାୟଗଡ଼ାରେ ପ୍ରାୟତଃ ଦେଖିବାକୁ ମିଳେ। ତ ଏହି ଚାଷ ଯାହାର ଫଳରେ ଏହି ଚାଷ ପାହାଡ଼ ଏରିଆରେ ପ୍ରାୟତଃ ଆମର ଆଦିବାସୀ ଚାଷୀମାନେ ଚାଷ କରନ୍ତି। ଯଦି ଆପଣମାନେ ନିଜ ବଗିଚା ବନାଇବାକୁ ଚାହୁଁଛନ୍ତି, ତେବେ ଆପଣମାନେ ପାହାଡ଼ରେ ଏମିତି ହେବ ଏମିତି କିଛି ନାହିଁ। ଆପଣମାନେ ବି ମାନେ ସମତଳ ଏରିଆରେ ବା ଯେଉଁ ସହରାଞ୍ଚଳର ବାରିପଟ ବି ଆପଣମାନଙ୍କର ଜାଗା ଅଛି, ତେବେ ଏହି ଚାଷ କରିକି ଆପଣ ଡାଲି ଜାତୀୟ ପଦାର୍ଥ ପାଇପାରିବେ। ଏ ଚାଷ ହେଉଛି, ଏଇଟା ହେଉଛି କଞ୍ଚା ବି ଖାଇପାରିବେ ଆକୁ ଚୋପା ଛଡ଼େଇକି। ଆଉ ଇଏ ପାଚିଲା ପରେ ଆପଣମାନେ ତାକୁ ବି ଛଡ଼େଇ ଖାଇପାରିବେ। ଆଉ ଆକୁ ଆପଣମାନେ ସିଝେଇକି ବି ଖାଇପାରିବେ। ଏମିତି ସିଝେଇବେ, ଏମିତି ହିଁ ସିଝେଇବେ, ବୁଝିଲେ କି ନାହିଁ? ଏମିତି ସିଝେଇକି ଖାଇବା ଦ୍ୱାରା ବି ଆପଣମାନଙ୍କୁ ମଜା ଆସିବ, ଭିଟାମିନ୍ ବି ଆସିବ। ଏ ହେଉଛି ନ୍ୟୁଟ୍ରିସନ୍। ଏଥିରେ କୌଣସି ସାର ପ୍ରୟୋଗ କରାହେଇନି। ଆଉ ପରିଶ୍ରମ ଯେମିତି କରାହେଇଛି, ଫଳ ବି ଏଥର ସେମିତି ଦେଇଛି। ଚାଲନ୍ତୁ ଆମେ ବଗିଚା ବାଡ଼କୁ ସମ୍ପୂର୍ଣ୍ଣ ଭାବରେ ବୁଲିବା। ସାଙ୍ଗମାନେ, ଆପଣମାନଙ୍କୁ ଦେଖାଯାଉଛି ଏଇ ଡାଲି ଜାତୀୟ ବଗିଚା। ଇଏ ହେଉଛି ହରଡ଼ ଡାଲି। ଦେଖନ୍ତୁ, ଏଇ ବର୍ଷ ପ୍ରବଳ ମାତ୍ରାରେ ଫଳିଛି। ଆଉ ପରିଶ୍ରମ ଯେମିତି ହେଇଛି ନା, ଫଳ ବି ସେମିତି ଦେଇଛି। ଦେଖୁଛନ୍ତି, ଏ ଶୁଖିଯାଇଛି। ଏପଟେ ଯେତିକି ସବୁ ନଇଁଛି ସବୁତକ ପ୍ରାୟ ଭଲ ଫଳିଛି। ଦେଖୁଛନ୍ତି, ଏ ଶୁଖି ନାହିଁ, ଏଗୁଡ଼ାକ ପ୍ରବଳ ଫଳିଛି, ଫଳ ଦେଇଛି। ତ ସାଙ୍ଗମାନେ, ଇଏ ହେଉଛି ବିଶେଷ କରି କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା ଡିଷ୍ଟ୍ରିକ୍ଟ ଗୁଡ଼ାକରେ ଏହି ଚାଷ ପ୍ରାୟତଃ ହୁଏ। ଅଧିକାଂଶ ଦେଖିବାକୁ ଗଲେ କନ୍ଧମାଳ, ଗଜପତି, ରାୟଗଡ଼ାରେ ଏହି ଚାଷ ଦେଖିପାରିବେ। ଇଏ ହେଉଛି ପାହାଡ଼ ଅଞ୍ଚଳରେ ଚାଷ କରାହେଇଛି। ଯଦି ଆପଣମାନେ ବି ଚାହିଁବେ ନିଜ ବାଡ଼ିରେ, ନିଜ ବାଡ଼ି ବଗିଚାରେ ହେଲେ ଆପଣମାନେ ଏହି ପ୍ରକାର ଡାଲି ଜାତୀୟ ଫସଲ ଚାଷ କରି ଆପଣମାନେ ନିଜ ଘରୋଇ ୟୁଜ୍ କରିପାରିବେ। ଦେଖାଯାଉଛି ଆପଣମାନଙ୍କୁ, ଯେଉଁ ଗଳିକୁ ଯିବେ ପ୍ରବଳ ମାତ୍ରାରେ ଫଳିଛି, ନଇଁଛି ଖାଲି। ମୁଁ ଆପଣମାନଙ୍କୁ ଉପରକୁ ଯାଇ ଦେଖେଇବି। ଆଉ ଏଗୁଡ଼ାକ ସବୁ ଶୁଖିଯାଇଛି, ଆକୁ କଲେକ୍ସନ୍ କରିବାର ଅଛି। ଦେଖାଯାଉଛି ଆପଣମାନଙ୍କୁ କେଡ଼େ ବଡ଼ ବଗିଚା ହେଇଛି, ଆପଣମାନଙ୍କୁ ମୁଁ ଦେଖେଇବି, ଉପରୁ ଯାଇ ଦେଖେଇବି। ସାଙ୍ଗମାନେ, ଇଏ ହେଉଛି ଆଶ୍ରୟସ୍ଥଳୀ। ଏଗୁଡ଼ାକରେ ସବୁ ରହିକି ଏଇ କାନ୍ଦୁଳକୁ ମାନେ ଏ କାନ୍ଦୁଳ ଜଗିବା ପାଇଁ ବୋଲି, କାନ୍ଦୁଳକୁ ସେଫ୍ଟି ଦେବା ପାଇଁ ବୋଲିକି ଏଗୁଡ଼ାକ ରହିବାକୁ ପଡ଼ୁଛି। ଦେଖୁଛନ୍ତି, ଇଏ ହେଉଛି ଆଶ୍ରୟସ୍ଥଳୀ। ଦେଖନ୍ତୁ ଟୋଟାଲି ଇଏ ହେଉଛି ଛୋଟ କୁଡ଼ିଆଟେ କରିଛୁ। ଏଇଟା ଟେମ୍ପୋରାରୀ, ପରମାନେଣ୍ଟ ନୁହଁ, ବୁଝିଲେ କି? ଏ କିଛି ସମୟ ପାଇଁ ଆମେ ମାନେ ଏଇଟା କରିଦେଇଛୁ। ଏ କାନ୍ଦୁଳ ସରିଲା ପରେ, କଲେକ୍ସନ୍ କଲା ପରେ ଏଗୁଡ଼ାକ ସବୁ ଉଠେଇବାକୁ ପଡ଼ିବ।
ଦେଖୁଛନ୍ତି ଆପଣମାନେ ପଡ଼ିଶାରେ ମାନେ ଏ ଡାଲି ଜାତୀୟ ବଗିଚା କରାଇଥିବା ପଡ଼ିଶାରେ ପୁଣି କାଜୁ ବାଡ଼ ରହିଛି। ଆଉ କାଜୁ ବି ଏ ବର୍ଷ ପ୍ରବଳ ଫୁଲ ହେଇ ଆସିଲାଣି। ମୋତେ ଯାହା ଲାଗୁଛି ଗତ ବର୍ଷ ଅପେକ୍ଷା ଏ ବର୍ଷ କାଜୁ ଟିକେ ଭଲ ଫଳ ଦେବ। ଏ ଅଛି ଦେଖୁଛନ୍ତି ଆପଣମାନେ, ଏ ହେଉଛି ମହୁଲ ଗଛ। ଆଉ ମହୁଲରୁ ବି କିଛି ମହୁଲ ଫୁଲ ଆସିଲା। ମହୁଲ ଫୁଲ ହୁଏତ ଆପଣମାନଙ୍କୁ ଦେଖାଯାଉଥିବ, ବହୁତ ଦୂରରେ ଅଛି। ଦେଖୁଛନ୍ତି ମହୁଲ ଫୁଲ, ଏଇ ଗୋଟେ ଗୋଟେ ମହୁଲ ଫୁଲ ଅଛି। ସାଙ୍ଗମାନେ ଦେଖାଯାଉଛି ଏସବୁ ଶୁଖିଯାଇଛି। ସେଇ ତକ ସବୁ ବଗିଚା ଗୁଡ଼ାକ ବୁଝିଲା। ତ ଯେତିକି ସବୁ ନଇଛି ସେଗୁଡ଼ା ପ୍ରବଳ ମାତ୍ରାରେ ଫଳିଛି। ଏ ଦେଖାଯାଉଛି ଆପଣମାନଙ୍କୁ। ଏଗୁଡ଼ାକ ସବୁ ଶୁଖିଯାଇଛି, ଏ ବି ଫଳିକି ଶୁଖିଛି। ୟାକୁ କଲେକ୍ସନ୍ କରିବାର ଅଛି, ତାପରେ କିଛି ସପ୍ତାହ ପରେ ତାକୁ କଲେକ୍ସନ୍ କରିବାର ଅଛି, କାରଣ ତାକୁ କିଛି ଜଗିବା। ଇଏ ଶୁଖିଯାଇଥିବାଟା ଖରାରେ ରହିଲେ ସିଏ ମାନେ ଆପେ ଆପେ ଫୁଟିଯିବ। ଏତକ ସବୁ ଫୁଟିଗଲେ ସବୁ ଶସ୍ୟ ନଷ୍ଟ ହେବ, ବୁଝିଲେ କି ନାହିଁ। ଏମିତି ପ୍ରକାର ପାହାଡ଼ିଆ ଅଞ୍ଚଳ ଚାଷ କରାହେଉଛି। ଯଦି ଆପଣମାନଙ୍କର କିଛି ଜମି ଅଛି, କିଛି ଜାଗା ଅଛି, ଆପଣମାନେ ଏଇ ଚାଷ କରି ଆଟଲିଷ୍ଟ ଯେଉଁଟାକି କିଣି ଖାଉଥିଲେ ଯେଉଁ ଡାଲି, ସେଇ ଡାଲିର କିଛି ଆପଣମାନେ ନ କିଣି ନିଜ ପରିଶ୍ରମ କରି ଆପଣମାନେ ଏ ଡାଲି ଆପଣମାନେ ବ୍ୟବହାର କରିପାରିବେ। ଦେଖୁଛନ୍ତି ମୋର ପଛପଟେ ସମ୍ପୂର୍ଣ୍ଣ ମାତ୍ରାରେ ଆଉ ହରଡ଼ ଡାଲି ଫଳିଛି, ଦେଖାଯାଉଛି ନା। ଆପଣମାନେ ଏମିତି ଚାଷ କରି ଆପଣମାନେ ଯଦି ବିକୁଛନ୍ତି ଆପଣମାନେ ଲାଭବାନ ହେଇପାରିବେ। ଯଦି ଆପଣମାନଙ୍କର କିଛି ହେଉନଥିବ ଆପଣମାନେ ନିହାତି ରାସାୟନିକ ସାର ୟୁଜ୍ କରିପାରିବେ, ଆପଣମାନଙ୍କର ଇଚ୍ଛା ଉପରେ ରହିଲା। କିନ୍ତୁ ଆମର ଏଇ ଜାଗାରେ କୌଣସି ରାସାୟନିକ ସାର ପ୍ରୟୋଗ କରାହେଇନାହିଁ, ସେଥିଲାଗି ଏ ବର୍ଷ ପ୍ରବଳ ମାତ୍ରାରେ ଫଳିଛି। ଯଦି ସାର ପ୍ରୟୋଗ କରିଥାନ୍ତୁ ହୁଏତ ଆଉ ଟିକେ ଅଧିକ ଫଳିଥାନ୍ତା ବୋଲି ଭାବୁଛୁ। କିନ୍ତୁ ଆମମାନଙ୍କର ଅଞ୍ଚଳରେ ଏଗୁଡ଼ା ଚାଷ ଯେତେବେଳେ ହୁଏ, ଏ ପୁରା ନ୍ୟୁଟ୍ରିସନ୍ରେ ହୁଏ, ପ୍ରାକୃତିକ ଖାଦ୍ୟ, କୌଣସି ଜୈବିକ ସାର କିମ୍ବା କୌଣସି ଆଉ ଦେଖୁଛନ୍ତି କୌଣସି ରାସାୟନିକ ସାର ପ୍ରୟୋଗ କରାହେଇନି। ଓକେ ସାଙ୍ଗମାନେ, ଦେଖା ହେବା ନେକ୍ସଟ ଭିଡ଼ିଓରେ। ଯଦି ଭିଡ଼ିଓଟି ଭଲ ଲାଗୁଛି ତେବେ ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବେ। ରହିଲି, ନମସ୍କାର। नहीं मम्मी, लोग वीडियो तो देख लेते हैं पर कोई चैनल को सब्सक्राइब नहीं करता। वीडियो बनाते जा बेटा, एक दिन लाइक आवेगा।